नमस्कार जय जगन्नाथ स्वागत जनाऊँगी आज यही जीके वीडियो को। आज आम आलोचना करवा जीके रो किछि महत्वपूर्ण प्रश्न। चलतु ताहेले डेरी न करी प्रश्न गुडी को आलोचना करवा। आज प्रथम प्रश्न हेउछि अधिक ठंडा पानी पीवा द्वारा केउ समस्या देखा दे थाए। ए कर्कट, बी अंटा व्यथा, सी मुंड व्यथा, डी जॉन्डिस। आपण माननकु 5 सेकेंड समय दिया जिवो। जदि उत्तर जानिछंती ताहेले कमेंट रे लिखि जणाइबे। एहार सठिक उत्तर हेउछि ऑप्शन सी मुंड व्यथा। परवर्ती प्रश्न केउ परिबा खाइबा द्वारा मनुष्यर हाड़ मजबूत रही थाए। ए बीट, बी गाजर, सी भेंडी, डी आलू। एहार सठिक उत्तर हेउछि ऑप्शन सी भेंडी। भेंडी खाइबा द्वारा मनुष्यर हाड़ मजबूत रही थाए। भारत काजू उत्पादन रे ओडिशा केउ स्थान रे अछि। ए प्रथम, बी द्वितीय, सी तृतीय, डी चतुर्थ। एहार सठिक उत्तर हेउछि ऑप्शन सी तृतीय। भारत रे काजू उत्पादन रे ओडिशा र स्थान तृतीय रहिछि। परवर्ती प्रश्न सिझा आलू खाइले मनुष्यर कौन शीघ्र बढ़ी थाए। ए ओजन, बी मांस, सी शक्ति, डी रक्त। एहार सठिक उत्तर हेउछि ऑप्शन ए ओजन बढ़ी थाए सिझा आलू अधिक खाइले। केउ परिबा खाइले किडनी सफा रही थाए। ए पोटल, बी भेंडी, सी काकुड़ी, डी टमाटो। एहार सठिक उत्तर हेउछि ऑप्शन सी काकुड़ी। पित्त समस्या दूर करबा पई कौन खाइबा उचित। ए दही, बी क्षीर, सी पनीर, डी महू। एहार सठिक उत्तर हेउछि ऑप्शन ए दही। पित्त समस्या दूर करबा पई दही खाइबा उचित। परवर्ती प्रश्न हजम शक्ति बढ़ाइबा पई केउ फल सबुठारु भल। ए कदली, बी अंगूर, सी नाशपति, डी अमृतभंडा। एहार सठिक उत्तर हेउछि ऑप्शन डी अमृतभंडा। मोर परवर्ती प्रश्न परिस्रा नली को सफा रखिबा पई कौन पीबा उचित। ए किशमिश पानी, बी नडिया पानी, सी लवंग पानी, डी मेथी पानी। एहार सठिक उत्तर हेउछि ऑप्शन बी नडिया पानी। परवर्ती प्रश्न स्मरण शक्ति बढ़ाइबा पई कौन खाइबा उचित। ए चीनी, बी धनिया, सी बादाम, डी खजूरी। एहार सठिक उत्तर हेउछि ऑप्शन सी बादाम। बादाम खाइबा द्वारा स्मरण शक्ति बढ़ी थाए। परवर्ती प्रश्न गरम पानी सहित कौन मिसाई पीले ओजन कम होई थाए। ए गुड़, बी महू, सी क्षीर, डी घिओ। एहार सठिक उत्तर हेउछि ऑप्शन बी महू। गरम पानी सहित महू मिसाई पीले ओजन कम होई थाए। रोग प्रतिरोधक शक्ति बढ़ाइबा पई कौन खाइबा उचित। ए हलदी, बी कंचा लंका, सी जीरा, डी अलैच। एहार सठिक उत्तर हेउछि ऑप्शन ए हलदी।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ହଳଦୀ ଖାଇବା ଉଚିତ। ଭଲ ନିଦ ପାଇଁ କ'ଣ ପିଇବା ଉଚିତ? ଏ ଆଖୁ ରସ, ବି ଗରମ ପାଣି, ସି ଗରମ କ୍ଷୀର, ଡି ଲେମ୍ବୁ ପାଣି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଗରମ କ୍ଷୀର। ପାଟିର ଘା ଶୀଘ୍ର ଭଲ କରିବା ପାଇଁ କେଉଁ ପତ୍ର ସାହାଯ୍ୟ କରିଥାଏ? ଏ ତୁଳସୀ ପତ୍ର, ବି ସଜନା ପତ୍ର, ସି ଆମ୍ବ ପତ୍ର, ଡି ପୋଇ ପତ୍ର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ତୁଳସୀ ପତ୍ର। ପରବର୍ତ୍ତୀ ପ୍ରଶ୍ନ, ପେଟର କୃମି ଦୂର କରିବାରେ କ'ଣ ସାହାଯ୍ୟ କରିଥାଏ? ଏ ପାନମଧୁରୀ, ବି ରସୁଣ, ସି ବିଟ୍, ଡି ହଳଦୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ରସୁଣ। ପେଟର କୃମି ଦୂର କରିବାରେ ରସୁଣ ସାହାଯ୍ୟ କରିଥାଏ। କେଉଁ ଦେଶ ବର୍ଷକୁ 2 ଥର ନୂତନ ବର୍ଷ ପାଳନ କରିଥାଏ? ଏ ଇରାନ, ବି ବ୍ରାଜିଲ, ସି ପାକିସ୍ତାନ, ଡି ଚୀନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଚୀନ। ଚୀନ ଦେଶ ବର୍ଷକୁ 2 ଥର ନୂତନ ବର୍ଷ ପାଳନ କରିଥାଏ। ମହୁ ସହିତ କ'ଣ ଖାଇଲେ ଆଖିର ପାୱାର ବଢ଼ିଥାଏ? ଏ ଅଶ୍ୱଗନ୍ଧା, ବି କିସମିସ, ସି ଗୋଲମରିଚ, ଡି ଅଞ୍ଜିର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଅଶ୍ୱଗନ୍ଧା। ମହୁ ସହିତ ଅଶ୍ୱଗନ୍ଧା ଖାଇଲେ ଆଖିର ପାୱାର ବଢ଼ିଥାଏ। ସୁଜି ଓ ଅଟାରେ କ'ଣ ରଖିଲେ କେବେ ବି ପୋକ ଲାଗନ୍ତି ନାହିଁ? ଏ ଲବଙ୍ଗ, ବି ନିମ୍ବପତ୍ର, ସି ଅଳେଇଚ, ଡି ଡାଲଚିନି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଲବଙ୍ଗ। ଆମର ପରବର୍ତ୍ତୀ ପ୍ରଶ୍ନ, କେଉଁ ପତ୍ର ଚୋବାଇବା ଦ୍ୱାରା ଦାନ୍ତ ହୀରା ଭଳି ଚମକିଥାଏ? ଏ ନିମ୍ବପତ୍ର, ବି ମେଥିପତ୍ର, ସି ପିଆଜ ପତ୍ର, ଡି ରାଶି ପତ୍ର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ରାଶି ପତ୍ର। ରାଶି ପତ୍ର ଚୋବାଇବା ଦ୍ୱାରା ଦାନ୍ତ ହୀରା ଭଳି ଚମକିଥାଏ। ଆମର ପରବର୍ତ୍ତୀ ପ୍ରଶ୍ନ, ରାତିରେ କେଉଁ ଫଳ ଖାଇବା ଉଚିତ ନୁହେଁ? ଏ ଚେରି, ବି କମଳା, ସି ସେଓ, ଡି ଖଜୁରୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କମଳା। ରାତିରେ କମଳା ଖାଇବା ଉଚିତ ନୁହେଁ। କେଉଁ ଜୀବ ଗୋଟିଏ ମାସ ପର୍ଯ୍ୟନ୍ତ ଖାଦ୍ୟ ନ ଖାଇ ବଞ୍ଚିପାରେ? ଏ ବେଙ୍ଗ, ବି ବିଛା, ସି ସାପ, ଡି ନେଉଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବିଛା। ବିଛା ଗୋଟିଏ ମାସ ପର୍ଯ୍ୟନ୍ତ ଖାଦ୍ୟ ନ ଖାଇ ବଞ୍ଚିପାରେ। ମାଛ ସହିତ କ'ଣ ଖାଇବା ଉଚିତ ନୁହେଁ? ଏ ଅଣ୍ଡା, ବି ଦହି, ସି ମହୁ, ଡି ଲେମ୍ବୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଦହି। ପେଟ ରୋଗ ହେଲେ କେଉଁ ପତ୍ର ଖାଇବା ଉଚିତ? ଏ ପୋଦିନା ପତ୍ର, ବି ଅଁଳା ପତ୍ର, ସି ବେଲପତ୍ର, ଡି ତୁଳସୀ ପତ୍ର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବେଲପତ୍ର। କେଉଁ ଶାଗ ଖାଇଲେ ମାଂସଠାରୁ ବି ଅଧିକ ଭିଟାମିନ୍ ମିଳିଥାଏ? ଏ ସୋରିଷ ଶାଗ, ବି ପୋଇ ଶାଗ, ସି କଲରା ଶାଗ, ଡି ମେଥି ଶାଗ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ସୋରିଷ ଶାଗ। ପରବର୍ତ୍ତୀ ପ୍ରଶ୍ନ,
କେଉଁ ଗୋଟିଏ ଫଳ ଖାଇବା ଦ୍ୱାରା ପେଟ ସମ୍ପୂର୍ଣ୍ଣ ରୂପେ ସଫା ହୋଇଥାଏ? ଏ ବେଲ, ବି ଡାଳିମ୍ବ, ସି ପିଜୁଳି, ଡି ଆତ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ପିଜୁଳି। ଆଜିର ଶେଷ ପ୍ରଶ୍ନ, ମୁହଁରେ କ'ଣ ଲଗାଇଲେ ମୁହଁର ଦାଗ ସବୁ ଦୂର ହୋଇଥାଏ? ଏ ଡାଳିମ୍ବ ଚୋପା, ବି କମଳା ଚୋପା, ସି ରସୁଣ ପେଷ୍ଟ, ଡି ଅଦା ପେଷ୍ଟ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କମଳା ଚୋପା। ମୁହଁରେ ସବୁଦିନ କମଳା ଚୋପା ଲଗାଇଲେ ଆପଣଙ୍କର ଦାଗ ସବୁ ଦୂର ହୋଇଯିବ। ଭିଡ଼ିଓଟି କିପରି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବେ ଜଣାଇବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।